केंद्रीय बजेट को नहीं राज्य ग्राम्य उन्नयन और पंचायत राज मंत्री सांबादिक सम्मेलन। केंद्रीय बजेट 2026 और 27 आर्थिक वर्ष बजेट को नहीं राज्य ग्राम्य उन्नयन और पंचायत राज मंत्री सांबादिक सम्मेलन आज राउरकेलार पांथनिवास आयोजित हो जाएगी। गत फेब्रुआरी 1 तारिख दिन केंद्र अर्थमंत्री बजेट उपस्थापन को नहीं राउरकेला ठारे मंत्री श्री नायक कहले जे यह एक जनहितकारी बजेट। यही बजेट सबका साथ सबका विकास बोली कहिथिले। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ବଜେଟ୍ ବିଷୟରେ ଆଲୋଚନା କରିବା ସହିତ ଓଡ଼ିଶା ସେଥିରୁ କିପରି ଉପକୃତ ହୋଇପାରିବ ସେ ବିଷୟରେ ସୂଚନା ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡ଼ିଶା ପାଇଁ ଏହି ବଜେଟ୍ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ। ଓଡ଼ିଶା ଭଳି ଖଣି ସମୃଦ୍ଧ ରାଜ୍ୟରେ ସ୍ୱତନ୍ତ୍ର ବିରଳ ମୃତ୍ତିକା ଖଣିଜ କରିଡର ପ୍ରତିଷ୍ଠା କରାଯିବ। ଓଡ଼ିଶାରେ ଜାତୀୟ ଜଳମାର୍ଗ 5 ନିର୍ମାଣ କରାଯିବା ସହ ତାଳଚେର ଏବଂ ଅନୁଗୁଳର ଖଣି ସମୃଦ୍ଧ କ୍ଷେତ୍ରକୁ କଳିଙ୍ଗ ନଗର ସହିତ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ାଯିବା ପାଇଁ ବଜେଟ୍ରେ ପ୍ରସ୍ତାବ ରହିଛି। ଓଡ଼ିଶା ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ କ୍ଷେତ୍ରରେ ଟର୍ଟଲ ଅର୍ଥାତ୍ କଇଁଛ ସୁରକ୍ଷା ସ୍ଥଳୀକୁ ବିକଶିତ କରାଯିବା ପାଇଁ ପ୍ରସ୍ତାବ ରହିଛି। ଓଡ଼ିଶା, କେରଳ ଓ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ଖଣିଜ ସମୃଦ୍ଧ ରାଜ୍ୟରେ ସ୍ୱତନ୍ତ୍ର ବିରଳ ମୃତ୍ତିକା କରିଡର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହା ବିରଳ ମୃତ୍ତିକା ଖନନ, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଥିଲେ। ଦେଶର 20ଟି ନୂଆ ଜାତୀୟ ଜଳମାର୍ଗ ବିକଶିତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶାରେ ଜାତୀୟ ଜଳମାର୍ଗ 5 ନିର୍ମାଣ କରାଯିବ। ଏହି ଜଳମାର୍ଗ ତାଳଚେର ଏବଂ ଅନୁଗୁଳର ଖଣି ସମୃଦ୍ଧ କ୍ଷେତ୍ରକୁ କଳିଙ୍ଗ ନଗର ସହିତ ପାରାଦୀପ ଓ ଧାମରା ବନ୍ଦରକୁ ଯୋଡ଼ିବ। ଏହା ବ୍ୟତୀତ ବାରାଣାସୀ ଏବଂ ପାଟନାରେ ଅନ୍ତର୍ଦେଶୀୟ ଜଳମାର୍ଗ ନିମନ୍ତେ ଜାହାଜ ମରାମତି ଶିଳ୍ପ କେନ୍ଦ୍ର ନିର୍ମାଣ କରାଯିବ। ଉପକୂଳ କାର୍ଗୋ ପ୍ରୋତ୍ସାହନ ଯୋଜନା ଦ୍ୱାରା ମଧ୍ୟ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଲାଭାନ୍ୱିତ ହେବେ। ଏହା ଅନ୍ତର୍ଦେଶୀୟ ଜଳମାର୍ଗ ଏବଂ ଉପକୂଳ ଜାହାଜ ଚଳାଚଳକୁ ବଢ଼ାଇବ। ସମଗ୍ର ଦେଶରେ 7ଟି ହାଇସ୍ପିଡ୍ ରେଳ କରିଡର ପ୍ରତିଷ୍ଠା କରାଯିବ। ଘରୋଇ କ୍ଷେତ୍ରରେ ଭାଗିଦାରୀରେ 5ଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନାରେ ରାଜ୍ୟଗୁଡ଼ିକ ସହାୟତା ଯୋଗାଇ ଦିଆଯିବ। ଦେଶର 3ଟି ନୂଆ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ନିମନ୍ତେ ବଜେଟ୍ରେ ଘୋଷଣା କରାଯାଇଛି। ପୂର୍ବ ଭାରତରେ ଡିଜାଇନ ଶିକ୍ଷା ଓ ବିକାଶକୁ ପ୍ରୋତ୍ସାହନ ଲାଗି ନୂଆ ଜାତୀୟ ଡିଜାଇନ ଅନୁଷ୍ଠାନ ପ୍ରତିଷ୍ଠା କରାଯିବ। ସେହିପରି ଦେଶର 15,000 ସ୍କୁଲ ଏବଂ 500 କଲେଜରେ AVGC କଣ୍ଟେଣ୍ଟ କ୍ରିଏଟର ପ୍ରୟୋଗଶାଳା ପ୍ରତିଷ୍ଠା ଲାଗି ମୁମ୍ବାଇର IICTକୁ ସହାୟତା ଯୋଗାଇ ଦିଆଯିବ। ପ୍ରମୁଖ ଶିଳ୍ପ ଏବଂ ଲଜିଷ୍ଟିକ୍ କରିଡର ପାଖରେ 5ଟି ବିଶ୍ୱବିଦ୍ୟାଳୟ ସହର ବିକଶିତ କରାଯିବ ବୋଲି ବଜେଟ୍ରେ ଘୋଷଣା କରାଯାଇଛି। ଓଡ଼ିଶା ସମେତ କର୍ଣ୍ଣାଟକ ଏବଂ କେରଳର ଉପକୂଳବର୍ତ୍ତୀ କ୍ଷେତ୍ରରେ କଇଁଛ ସୁରକ୍ଷା ସ୍ଥଳୀ ବିକଶିତ କରାଯିବ। ଏହା ମାଧ୍ୟମରେ କଇଁଛକୁ ଅଣ୍ଡାଦାନ ଏବଂ ଛୁଆ ଫୁଟାଇବା ପ୍ରକ୍ରିୟା ନିମନ୍ତେ ସୁରକ୍ଷିତ ଆବାସ ସ୍ଥଳୀ ଯୋଗାଇ ଦିଆଯାଇପାରିବ। ଦେଶର 15 ଗୋଟି ପ୍ରତ୍ନତାତ୍ତ୍ୱିକ କ୍ଷେତ୍ରକୁ ବିକଶିତ କରାଯିବ। ବିକାଶ ଏବଂ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ବୋଦୟ ରାଜ୍ୟ ଏବଂ ଉତ୍ତର ପୂର୍ବ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ଦୁର୍ଗାପୁରରେ ଏକ ସୁସଂଯୁକ୍ତ ନୋଡ୍ ସହିତ ସମନ୍ୱିତ ପୂର୍ବତଟ ଶିଳ୍ପ କରିଡର, 5ଟି ପୂର୍ବୋଦୟ ରାଜ୍ୟରେ 5ଟି ପର୍ଯ୍ୟଟନ ସ୍ଥଳ ସୃଷ୍ଟି ଏବଂ 1000 ଇ-ବସ୍ ବ୍ୟବସ୍ଥା କରାଯିବାକୁ ବଜେଟ୍ରେ ଘୋଷଣା କରାଯାଇଛି। ଅଧିକ ନଡ଼ିଆ ଉତ୍ପାଦିତ ରାଜ୍ୟରେ ନଡ଼ିଆ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରାଯିବ। ଉପକୂଳବର୍ତ୍ତୀ ରାଜ୍ୟରେ ନଡ଼ିଆ, ଚନ୍ଦନ, କୋକୋଆ ଏବଂ କାଜୁ ଭଳି ଚାଷକୁ ପ୍ରୋତ୍ସାହନ ମିଳିବ। ସରକାର ଷୋଡ଼ଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ରାଜ୍ୟମାନଙ୍କୁ 1.4 ଲକ୍ଷ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବେ। ଏଥିରେ ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନ ଲାଗି ଅନୁଦାନ ଏବଂ ବିପର୍ଯ୍ୟୟ ପରିଚାଳନା ଅନୁଦାନ ସାମିଲ ରହିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ। କେନ୍ଦ୍ରୀୟ ବଜେଟ୍କୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମେତ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି, ରାଉରକେଲା ବିଜେପିର ଜିଲ୍ଲା ସଭାପତି ପୂର୍ଣ୍ଣିମା କ୍ରିକେଟା, ଜଗବନ୍ଧୁ ବେହେରା, ଅଭିରାମ ମହାକୁଲ, ଅମରେନ୍ଦ୍ର ଶରଣ, ସତ୍ୟ ଶର୍ମା, ରାଉରକେଲା ମୁଖପାତ୍ର ଗଙ୍ଗାଧର ଦାସ, ରଞ୍ଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଦେଖନ୍ତୁ ତାରି ଚିତ୍ର। ଏବଂ ସେହି ଆକଳନ ବିଷୟକୁ ଯେତେବେଳେ ରଖିଲେ ଏ ବଜେଟ୍ ସବୁଠାରୁ ସୁଦୃଢ଼ କରିବା, ଯୁବପିଢ଼ିମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା, ଦେଶର ଦୀର୍ଘକାଳୀନ ବିକାଶର ଏକ ମାର୍ଗ ତିଆରି କରିବା ସହିତ
ए विषय को अति दृढ़तार सहित से उल्लेख करिसथि। एठारे हमर भारतवर्ष एबे अमेरिकार राष्ट्रपति डोनाल्ड ट्रम्प शुल्क मुकाबला को प्रतिहत करी जो बजेट तैयारी हला ये बजेट तैयारी हेबारे हमर अभिवृद्धिर 12% आमे रखिछु। ये अभिवृद्धि भितरे हमर मुद्रास्फीति मुद्रा स्थिरता निरंतर निवेश माध्यम रे जो व्यवस्था ये समस्त व्यवस्था को आखि आगे रखी आमे ब्यूरो न्यूज ओडिशा कथा यूट्यूब चैनल को आपण माने देखुचंती मतामत दियंतु लाइक करंतु सब्सक्राइब करंतु और शेयर मध्य करंतु।